Everyone, I am Damayanti. Welcome to my YouTube channel. ମୋ ଚ୍ୟାନେଲରେ SSB ସିଲାବସ୍ ୱାଇଜ୍ ଆଲୋଚନା କରାଯାଉଥିଲା। ତ ଏବେ ଆଲୋଚନା କରାଯିବ ଭାବ ସମୁଦ୍ର। ଜୟ ଜଗନ୍ନାଥ କୋଜଳ ନେତ୍ର ଜଳଜ ବିମ୍ବବଧ ପବିତ୍ର ନାଥ ତୁ ଜମ୍ବୁ ନଦୀ ତୀରେ ଠିଆ ଜର ଜର ତୋର ଦଥି ନିଜ ହିଆ ଯଶୋଦା ସୁତ ଜାନକୀ ବିଳାସ ଭାବେ ଭୁଲେ ବଳରାମ ଦାସ। ଜୟ ଜଗନ୍ନାଥ କୋଜଳ ନେତ୍ର କୋଜଳ ମାନେ ଜଳଜ ନେତ୍ର। ଜଳଜ ମାନେ କ'ଣ ନା ଜଳରୁ ଜାତ କିଏ ହେଇଥାଏ? ପଦ୍ମ। ପଦ୍ମ ପାଖରେ ତୁଣ କି ହେ ଜଗନ୍ନାଥ ତୁମେ ହେଉଛି କମଳ ନେତ୍ର ଜଳଜ ବିମ୍ବଧର ଜଳଜ ବିମ୍ବଧର ହେଲା। ପୁଣି କଠ ବି ସେମିତି ପବିତ୍ର ନାଥ ତୁ ଜମ୍ବୁ ନଦୀ ତୀରେ ଠିଆ ତୁମେ ଯମୁନାର ତଟରେ ତୁମେ ଠିଆ ହେଇଛ। ଜର ଜର ତ ତିଥି ନିଜ ହିଅ ତେଣିକି ଏଇସବୁ ଯେତେବେଳେ ଯମୁନା ନଦୀ ତୀରରେ ତୁମେ ଠିଆ ହେଇଛ ସେତେବେଳେ ଭକ୍ତଙ୍କ ପ୍ରାଣରେ ହେଲା ଜର ଜର ମାନେ ବିରହ ବାସନା ଜାତ ହୁଏ। କୃଷ୍ଣଙ୍କୁ ନଦୀରେ ଠିଆ ହେଉଛନ୍ତି ସେତେବେଳେ ଭକ୍ତମଣ୍ଡଳୀ ଯେତେବେଳେ ଦେଖୁଛନ୍ତି ମନରେ ପୁଲକ ସୃଷ୍ଟି ହେଉନି। ଜର ଜର ତ ତିଥି ନିଜ ହିଆ ଯଶୋଦା ସୁତ ଜାନକୀ ବିଳାସ ଭାବେ ଭଉଣୀରେ ବଳରାମ ଦାସ। ତୁମେ ଯଶୋଦାର ସୁତ ପୁଣି ଜାନକୀ ବିଳାସ ଜାନକୀ ହେଉଛି ସୀତାର ବିଳାସ ହେଲା। ଏତେ ରୂପରେ ବଞ୍ଚୁ ଥାଇ ଦିନ ଜଳ ଭିତରେ ରୂପ ଧରି ମିନ ନାଥ ନାଥ ତ ଶଙ୍ଖାକୁ ମାଇଲୁ ତ ଏ ବେଦପତି ଧରିବା ପାଇଁ ଶଙ୍ଖାକୁ ମାରି ବେଦପତି ଆଣୁ ଦାସ ବଳିଆ ଗୁହାରି ନ ଶୁଣୁ। ସେ କହୁଛନ୍ତି କ'ଣ କହିଲେ ଏତେ ରୂପରେ ବଞ୍ଚୁ ଥାଇ ଦିନ କି ଏତେ ବିଭିନ୍ନ ପ୍ରକାର ରୂପ ସୃଷ୍ଟି କରି ତୁ ଦିନକୁ ବଞ୍ଚୁ ଅର୍ଥାତ୍ ବାରମ୍ବାର ଧରାପୃଷ୍ଠରେ ଲୀଳା ସବୁ ରୂପ ବିଭିନ୍ନ ପ୍ରକାର ଗ୍ରହଣ କରୁ ବା ବିଭିନ୍ନ ପ୍ରକାର ରୂପ ରଙ୍ଗରେ ତୁ ବିଭିନ୍ନ ଗୁଡ଼ାକୁ ହରଣ କରୁ ହେଲା ବା ବୋଲି କହୁଛି ବିତେଇଥାଉ ଜଳ ଭିତରେ ରୂପ ଧରି ମିନ ତୁ ଜଳ ମୀନ ଅବତାରରେ ତୁ ଜଳ ଭିତରେ ମୀନ ଅବତାର ଧରିଛୁ। ନାଥ ଶଙ୍ଖାକୁ ମାରିଲୁ ଦେଇଥିଲୁ ଶଙ୍ଖାକୁ ତୁ ମାରିଛୁ ଶଙ୍ଖାକୁ ମାରିଛୁ ବେଦପତି ଧରିବା ପାଇଁ। ବେଦ ମାନେ କ'ଣ ହେଇଛି ଶଙ୍ଖାସୁର ନେଇଯାଇଥିଲା ବେଦକୁ ହେଲା। ଜନ୍ମ ବେଦପତି ତାକୁ ନେଇଯାଇଥିଲା ତାକୁ ମାରିକି ଉଦ୍ଧାର କରିଥିଲା ହେଲା। ଶଙ୍ଖାକୁ ମାରି ବେଦପତି ଆଣୁ ଦାସ ବଳିଆ ଗୁହାରି ଶୁଣୁ। କହୁଛି ଯେତେବେଳେ ଭକ୍ତକୁ ଆଜି ବଳରାମ ଦାସଙ୍କୁ ତୁ ଛୁଆଁ ବୋଲି ପଣ୍ଡାମାନେ ତାକୁ ତୋଳି ଦେଇଛନ୍ତି ତୁ ଆସିପାରିବୁ ନାହିଁ ତେଣୁକରି ସେ ବାଙ୍କି ପାଖକୁ ଯାଇକି ସେଠି ବାଲ୍ୟତ ଗଢ଼ିଛି ହେଲା। ବାଲ୍ୟତ ଗଢ଼ିଛି ତିନିଟା ତାପରେ ସେ ନିଜର ଅନୁନୟ ବିନୟକୁ ପ୍ରକାଶ କରିଛି ଅର୍ଥାତ୍ ଭକ୍ତଟି ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଥିଲା ସେ ସମ୍ପର୍କର ପରୀକ୍ଷା ନେଉଛି କି ଭଗବାନଟି ଆଜି ପରୀକ୍ଷା ନେଉଛି କାରଣ ଭଗବାନ ଉପରେ ଅଭିମାନ କରିକି ହେଲା। ଭକ୍ତ ତ ଭଗବାନ ସହିତ ତଲ୍ଲୀନ ହେବ ପୁଣି ଏ ବାଧକ ଯେଉଁଟା ସୃଷ୍ଟି ହେଉଛି ଏଇଟା ତୁମେ ସତରେ ତାକୁ ଲାଘବ କରିପାରୁଛ କି ନାହିଁ ସେଇଟା ମାନେ ଭକ୍ତଟି ଆଜି ଭଗବାନର ପରୀକ୍ଷା ନେଉଛି ହେଲା। ଇଏଟାରେ ଜଳ ଭିତରେ ଶଙ୍ଖାକୁ ମାରି ବେଦ ସେ ଆଣିଥିଲେ କୁର୍ମ ରୂପରେ ପୃଥିବୀ ବହିଲୁ ରାଧିକା ସ୍ତନ ଅଗ୍ରତେ ଲୁଚିଲୁ ନାଥ ତ ମାୟା ଅତି ଅଗୋଚର ଜାଣି ନ ପାରିଲେ ବ୍ରହ୍ମାଶଙ୍କର। କୁର୍ମ ହେଉଛି କଚ୍ଛପ ଅବତାର ହେଲା। କଇଁଛ ରୂପରେ ପୃଥିବୀକୁ ବହିଲୁ ଯେତେବେଳେ ଦେବାସୁର ତ କ'ଣ ସାଗର ମନ୍ଥନ କଥା ଏଠି ଦେବାସୁର ସାଗର ମନ୍ଥନ କଥା ହେଉଛି। ତାପରେ କୁର୍ମ ଅବତାର ସେଠି ଗ୍ରହଣ କରିଥିଲେ ରାଧିକା ସ୍ତନ ଅଗ୍ରତେ ଲୁଚିଲୁ ନାଥ ତୁ ମାୟା ଅତି ଅଗୋଚର ଜାଣି ନପାରେ ବ୍ରହ୍ମାଶଙ୍କର। ମାୟା ବ୍ରହ୍ମାଶଙ୍କର ଜାଣିପାରନ୍ତି ନାହିଁ। ତିଳ ମଞ୍ଜି ପ୍ରାୟ ପୃଥିବୀ ବହୁ ବଳିଆ ଦାସକୁ କଥା ନ କହୁ ତିଳ ମଞ୍ଜି ପ୍ରାୟ ପୃଥିବୀ ବହୁ ବରାହ ରୂପରେ ଦାନ୍ତେ ଧଇଲ ମୋହି ତେଡ଼େ ମହାଭାର କେମନ୍ତ ସହି ନାଥ ତ ଦନ୍ତ କେମନ୍ତ ରହିଲା ବ୍ରହ୍ମାଶଙ୍କର ମାୟା ନ ଜାଣେ। ବ୍ରହ୍ମାଶଙ୍କର ମାୟା ଜାଣିପାରୁନାହାନ୍ତି ତ କ'ଣ ପୃଥିବୀକୁ ଗୋଟେ ରାକ୍ଷସ ନେଇଥିଲା ତାକୁ ବରାହ ପଥରେ ପୃଥିବୀକୁ ବାହାର କରିକି ଆଣିଥିଲା। ଏଡ଼େ ମାୟା କି ଜୀବ ପ୍ରତି ଦାସ ବଳିଆ ତ ମୃତ୍ୟୁର ବୃତ୍ତି ନରସିଂହ ରୂପେ ହିରଣ୍ୟନାଶ ପିତାକୁ ମାରି ପୁତ୍ରକୁ ଆଶ୍ୱାସ। ନରସିଂହ ଅବତାରରେ କ'ଣ ତୁ ହିରଣ୍ୟ ରାକ୍ଷସକୁ ମାରିଥିଲୁ ଏବଂ ପିତାକୁ ମାରିକି ତୁ ପୁତ୍ରକୁ ଆଶ୍ୱାସନା ଦେଇଛ। ନାଥ ତ ମହିମା ଶରଣ ମେରୁ ଆଣ୍ଠୁ ଭଙ୍ଗା ତ ଗର୍ଭମାନ ଚୁରୁ ଆଣ୍ଠୁ ଭାଙ୍ଗି ତା ଗର୍ଭମାନ ଚୁରୁ ଅର୍ଥାତ୍ ସେ କହୁଛି ଆଣ୍ଠୁ ଭାଙ୍ଗି ତା ଗର୍ଭମାନ ଚୁରୁ ଅର୍ଥାତ୍ ତା ପଦଟା ହେଉଛି ନୃସିଂହକୁ ଆଣ୍ଠୁ ମାରିକି ତାପରେ ସେ ଏମିତି ବର ପାଇଥିଲା ଯେ ସେ ସ୍ୱର୍ଗରେ ମରିବ ନାହିଁ କି ମର୍ତ୍ତ୍ୟରେ ମରିବ ନାହିଁ ହେଲା। ହିରଣ୍ୟକଶିପୁ ଆକାଶରେ ମରିବ ନାହିଁ କି ପାତାଳରେ ମରିବ ନାହିଁ ଦିନରେ ମରିବ ନାହିଁ କି ସେ ରାତିରେ ମରିବ ନାହିଁ ବାହାରେ ମରିବ ନାହିଁ କି ଭିତରେ ମରିବ ନାହିଁ ତାକୁ ନର ମାରିପାରିବ ନାହିଁ କି କୌଣସି ଜୀବ ନର ନୁହଁ ତାକୁ କ'ଣ ଦେବତା ରାକ୍ଷସ କି ତାକୁ ମାରିନଥିଲେ ମାରି ବି ପାରିବେ ନାହିଁ। ତାପରେ ଗଲା ବାମନ ରୂପେ ବଳିକୁ ଚାପିଲୁ ବଳିଆ ଦାସ ଖଳ ଜାଣିଲୁ ସେ ବାମନ ରୂପେ ତୁ ବାଳିକୁ ଚାପି ଦେଇଥିଲୁ ମହାଦାନୀ ବଳି କଥା କୁହାଯାଉଛି। ବଳିଆ ଦାସକୁ ଖଳ ଜାଣିଲୁ ପରଶୁରାମ ରୂପେ କ୍ଷିତି ନିକ୍ଷତ୍ର ଗଙ୍ଗା ତ ପାଦୁ ବାହାର ପବିତ୍ର ନାଥକୁ ଆପଣା ରୂପକୁ ରଞ୍ଜୁ କୁଞ୍ଜ ବନେ ଗୋପୀଙ୍କ ମନୋରଞ୍ଜନ। ପରଶୁରାମ ରୂପରେ ତୁ କ'ଣ କ୍ଷତ୍ରିୟମାନଙ୍କୁ ମାରିଛ ଗଙ୍ଗା ତ ପାଦ ତୁ ବାହିଛି ପବିତ୍ର ହେଇଛି ନାଥକୁ ଅଜଣା ରୂପକୁ ଗଞ୍ଜୁ ଯୌବନ ପାଇଁ ଗୋପୀମାନଙ୍କର ମନକୁ ହରଣ କରିଥାଉ। ବଡ଼ ପ୍ରଭୁ ବୋଲି ଆଶା କରୁଛି ନାଥ ବଳିଆକୁ ପକା ବୁଲେଛି। ସେ ହେଉଛି ବଡ଼ ପ୍ରଭୁ ବୋଲି ପାଖରେ ଆଶା କରିଛି ଆଜି କିନ୍ତୁ ସେ ଗୋଟେ ଅବତାର କଥା ବର୍ଣ୍ଣନା କରି ଆସୁଛନ୍ତି କବି ହେଲା। ତାପରେ କ'ଣ କହୁଛି ନା ରାଘବ ରୂପେ ରାବଣ ମାଇଲୁ ବ୍ରାହ୍ମଣ ବଳି ଦୟାନ ବହିଲୁ ନାଥ ତୁ ପାପ କଲେ କରୁ ଏଡ଼େ ମହଦଧି କି ବାନ୍ଧିବାକୁ ତେଡ଼େ। ରାଘବ ରାବଣକୁ ମାରି ରାଘବ ହିସାବରେ ତୁ ରାବଣକୁ ମାରିଛ ରାମ ମାରିନାହାନ୍ତି ଏଠି ରାଘବ ରୂପେ ରାବଣ ମାରିଲୁ। ଏଇଟା ଏଇ କ୍ୱେଶ୍ଚିନ୍ଟା ବି ଆସିଲେ କ୍ଷମା କରିପାରିବନି ହେଲା। ରାମ ରାବଣ ଥାଏ ବ୍ରାହ୍ମଣ ବୋଲି ଦୟାନ ବହିଲୁ ନାଥ ତୁ ପାପ କଲେ କରୁ ଏଡ଼େ ମହଦଧି କି ବାନ୍ଧିବାକୁ ତେଡ଼େ। କିନ୍ତୁ ରାମ ରାବଣ କଥା କୋଉଠି ଲେଖା ହେଇଛି ଫାଷ୍ଟ ଜାଣିବା ଦରକାର। ଜାଣିଲ କୋଉଠି ଲେଖା ହେଇଛି କାନ୍ତ କହିଲେ ଲେଖା ହେଇଛି କେଶବ କହିଲେ ରାମ ଆସିବ ନାହିଁ ହେଲା। କୋଉଠି ରାମ ଆସିବ ସେ ପୁଟା କୃଷ୍ଣ କୋଉଠି ଆସୁଛନ୍ତି କିଏ ଆସୁଛନ୍ତି ସେ ଫାଷ୍ଟ ଜାଣିତେ ପଡ଼ିବ। ବ୍ରାହ୍ମଣ ବୋଲି ମହଦଧି ସମୁଦ୍ରକୁ ବାନ୍ଧିକି ଆସୁଛନ୍ତି କଥା କହୁଛି।
ହନୁମାନଙ୍କୁ ମୋର ବୋଲି କହୁ ଦାସ ବଳିଆକୁ ମଉ ନେଉ। ହନୁମାନ ତ ନିଜର ବୋଲି କହିଛି ବୋଲି କହୁଛନ୍ତି ହେଲା। ଆଉ ଏ ଦାସ ବଳିଆକୁ ମାନେ ବଳରାମ ଦାସ ଦାସ ବଳିଆ ହେଉଛି ବଳରାମ ଦାସ ମୋତେ ନାଇଁ ବୋଲି କହୁଛୁ। ବଳରାମ ରୂପେ ବଳ ତୋଳିତା ଯମୁନା ନଦୀ କାରଣେ କରତା ନାଥ ତୁ ହଳ ମୁସଳରେ ଶୋଭା ଜେହ୍ନେକ ମୁଖ ପୂର୍ଣ୍ଣ ଇନ୍ଦୁ ଆଭା। ବଳରାମ ରୂପେ ବଳ ତ ଜିତା। ବଳରାମ ରୂପରେ କିଏ ବଳର ସ୍ୱରୂପ କିଏ ହେଉଛି ବଳରାମ ହେଲା। ଯମୁନା ନଦୀ କାରଣ କରତା ଯମୁନା ନଦୀ କିଏ ସୃଷ୍ଟି କରିଛି ନାହିଁ ବଳରାମ। କେଉଁଥିରେ ଲଙ୍ଗଳରେ ଇଏ କରିକି ଯମୁନା ନଦୀର ସୃଷ୍ଟି ସେ କରିଛନ୍ତି ହେଲା। ଯମୁନା ନଦୀ କାରଣ କରତା ନାଥ ତୁ ହଳ ମୁସଳରେ ଶୋଭା। ୟାକୁ ଯମୁନା ନଦୀ ସହିତ ତୁଳନା କରାଯାଇଛି କେଉଁଠି କପିଳବାହନ ସନ୍ଧ୍ୟାରେ ଜାଣିଛ ତ। ନାଥ ତୁ ହଳ ମୁସଳରେ ଶୋଭା ଜେହ୍ନେକ ମୁଖ ପୂର୍ଣ୍ଣ ଇନ୍ଦୁ ଆଭା। ମେଳି କ୍ଷାନ୍ତେ ବୋଧ ରୂପେ ନିସ୍ତାରୁ ବଳିଆ ଦାସର ମାନବତାରୁ। କୃଷ୍ଣ ହୟ ପରେ ରାଉତ କ'ଣ ସନ୍ଥ ଉଦାହରଣ ଦୁଷ୍ଟ ମାରଣ ନାଥ ତ ପରମ ଗତି ସୁଗତି ଯେଣୁ ତ ନାହିଁ ପରମତି। ସେ କହୁଛି ଯେ ମେଳି କ୍ଷାନ୍ତେ ବୌଦ୍ଧ ରୂପେ ନିସ୍ତାରୁ ବୌଦ୍ଧ ଅବତାର କଥା କୁହାଯାଉଛି ହେଲା। ବଳିଆ ଦାସ ମାନବ ଠାରୁ ହେଲା ବୌଦ୍ଧ ଦର୍ଶନ କଥା ବୌଦ୍ଧ ଅବତାର ଉଠିକି ନାହିଁ ତାଙ୍କର। କୃଷ୍ଣ ହବା ପରେ ରାଉତ କ'ଣ ସନ୍ଥ ଉଦାହରଣ ଦୁଷ୍ଟ ମାରଣ ସନ୍ଥକୁ ସେ ଉଦ୍ଧାର କରନ୍ତି ଦୁଷ୍ଟକୁ ମାରିଥାନ୍ତି ନାଥ ତ ପରମ ଗତି ସୁଗତି ଯେଣୁ ତ ନାହିଁ ପରାପରମତି। ପରାପର ଯେବେ ତୋର ଥାନ୍ତା ବଳିଆ ଦାସ କି ତୋତେ କହନ୍ତା ଯଦି ତୋର ପରାପର ଆପଣ ଥାନ୍ତା ତାହେଲେ ତୁମକୁ ତ କହିନଥାନ୍ତି ଯେହେତୁ ତୋର ପରାପର ଭାବ ନାହିଁ ତେଣୁକରି ମୁଁ ତୋତେ ବିନୟ ଭାବରେ ମୋର ଅଭିପ୍ରାୟ ଜଣାଉଛି ବୋଲି ସେ କହୁଛି। ଗୌଡ଼ଣୀ ତତେ ଯେ ନ ଘୁଞ୍ଚିଲା ଗୋଇଠା ମାରି ଫୋପାଡ଼ାଇ ଦେଲା ନାଥ ତୁ କେଡ଼େ ଗଇଁଠା ସହୁ ମାଇଁ ମାଇଁ ବୋଲି ବୋଲୁଥାଉ। ସେ କହୁଛି ଗୌଡ଼ଣୀ ତତେ ଯେ ନ ଘୁଞ୍ଚିଲା ଗୋଇଠା ମାରି ଫୋପାଡ଼ାଇ ଦେଲା ନାଥ ତୁ କେଡ଼େ ଗଇଁଠା ସହୁ ମାଇଁ ମାଇଁ ବୋଲି ନ ବୋଲୁଥାଉ। ଗୌଡ଼ଣୀ ତତେ ଯେ ନ ଘୁଞ୍ଚିଲା ଗୋଇଠା ମାରି ଫୋପାଡ଼ାଇ ଦେଲା ନାଥ ତୁ ତେଡ଼େ ଗଇଁଠା ହିଁ ସହୁ ମାଇଁ ମାଇଁ ବୋଲି ନ ବୋଲାଉଥାଉ। ସେ ରାଧାଙ୍କର କଥା ହିଁ କହୁଛି। କୌଣସି ଗୋଟେ ଇନସିଡେଣ୍ଟ ହେଇଥିବ ସେଇ ସମୟରେ ଗୋଡ଼ ବାଜି ଯାଇଥିବ ହେଲା। ଏ ଯେବେ ମିଛ ତୁ କହିକି ନାହିଁ ଦାସ ବଳିଆ କୁଣ୍ଠା ମୁହିଁ ଯେବଣ ଯିବି ତୁ ତେଣେ ଥାଉ ଭାତ ବରତନ ବୁଜୁଳା ବୋହୁ ନାଥ ତୁ ଭଲ ମହତା ଅଟୁ ମୋହର ମନ ପ୍ରକୃତି କରୁଛୁ। ମୁଁ ଯୁଆଡ଼େ ଯିବି ତୁ ସେଇଠି ଥାଉ ଭାତ ବରତନ ବୁଜୁଳା ବୋହୁ ଭାତ ବରତନ ବୁଜୁଳା ବୋହୁ। ଏଠି କବି ସବୁ ନିଜେ ଅର୍ଥାତ୍ କି ହେଉଛି ନା କବିଙ୍କ ହେଲା କବି ଭକ୍ତି ଆଜି ଯୋଉଠି ବି ଯାଉଛି ଭକ୍ତ ଭଗବାନ ଯୋଉଠି ଅଛି ଭକ୍ତ ସବୁବେଳେ ସର୍ବତ୍ର ବିଦ୍ୟମାନ କି ନାହିଁ ତ ଭକ୍ତ ଯୋଉଠି ବି ଯାଉଛି ଭଗବାନଙ୍କୁ ସ୍ମରଣ କରୁଛି ଜିନିଷପତ୍ର ତାର ନେଇକି ଯାଉଛି ହେଲା। ଭାତ ବରତନ ବୁଜୁଳା ବୋହୁ ମୁଁ ନେଇକି ଯାଉଛି କିନ୍ତୁ ମୋ ମଧ୍ୟରେ ତୁ ଅଛୁ କି ନାହିଁ ସେ କଥା ସେ କହୁଛି। ଭାତ ବରତନ ବୁଜୁଳା ବୋହୁ ନାଥ ତୁ ଭଲ ମହତା ଅଟୁ ମୋହର ମନ ପ୍ରକୃତି କଟୁ ଭୃତ୍ୟ ମୋକ୍ଷକୁ ତୁ ଦୟାସାଗର ଦାସ ବଳରାମ ତୋର ଭୃତ୍ୟମାନଙ୍କୁ ଚାକରମାନଙ୍କୁ ତୋର ଭକ୍ତମାନଙ୍କୁ ବା ସେବ୍ୟମାନଙ୍କୁ ତୁ ମୋକ୍ଷ ପ୍ରଦାନ କରୁ ତୁ ହେଉଛୁ ଦୟାର ସାଗର। ନନ୍ଦିଘୋଷ ରଥେ ଦେଲୁ ଘୋଡ଼ି ଏଇଟା ଆସିଲା ଟିକେ ନନ୍ଦିଘୋଷ ରଥ ମୋତେ ତଡ଼ା କରେଇଛୁ ବୋଲି ସେ କହୁଛି। କିଏ ଅଟାରିବ ତୋ ରଥ ଦୌଡ଼ି ତ ରଥ ଦୌଡ଼ିକୁ କିଏ ଟାଣିବ ନାଥ ତୁ ମୋତେ ନେଲେ ସିନା ଯିବୁ ଏ ନାଥ ମୋତେ ତୁ ନେଲେ ସିନା ମୁଁ ସେଠି ଯିବି ନହେଲେ ସେଇଠାରେ ରହିଥିବୁ ବୁଝି ନହେଲେ ତୁ ସେଇଠି ହିଁ ଥିବୁ ମୋତେ ସେଇଠି ନେଲା ପରେ ଯାଇ ଘୋଡ଼ିବ ନହେଲେ ସେଇଠାରେ ହିଁ ରହିବୁ ଧରି ସେ ଚିତ୍ତେ ତୁ ଯିବୁ କେମିତି ହେଲା। ଧରିଛି ଚିତ୍ତେ ତୁ ଯିବୁ କେମନ୍ତେ ଦାସ ବଳରାମ ଭରସି ତତେ। ଏଇଠୁ ପ୍ରଶ୍ନ ଆସିଲା ବଳରାମ ଦାସ ଜଗନ୍ନାଥକୁ କେଉଁଥିରେ ଧରିଛନ୍ତି ଅଦୃଶ୍ୟ ରଜରେ ଚିତ୍ତରେ ହେଲା ଭକ୍ତି ଭାବରେ ଏଇ ସବୁ ସିନା ହେଲା ଧରିଛି ଚିତ୍ତରେ ଯିବୁ କେମନ୍ତେ ଭକ୍ତି ଭାବରେ ମାନେ ଭକ୍ତି ସାଧାରଣରେ ହେବ ଅଦୃଶ୍ୟ ଦୌଡ଼ିବି କୁହ ଯାଇ ଅଦୃଶ୍ୟ ଭାବରେ ତୋହ ଛଡ଼ା ମାଳେ ହୁଅନ୍ତି ରାଜା ପ୍ରଭୃତ୍ୟକୁ ତାର ଏଳେ କରି ନାଥ ତ ଦୃଷ୍ଟି ଗୋଚର ଯେ ମୋତେ ରାଜା ନ କଲା ସେ କେତେ କେତେ ବୋଲି ତୋର ଛଡ଼ା ମାଳେ ହୁଅନ୍ତି ତୋ ଆଶୀର୍ବାଦରୁ ରାଜା ହେଇଛନ୍ତି ତୋ ଇଚ୍ଛାରେ ସବୁ ଭୃତ୍ୟ ହେଉଛନ୍ତି ତାରଣ ହୁଅନ୍ତି ନାଥ ତୋ ଦୃଷ୍ଟି ଗୋଚର ଯେ ମୋତେ ନାଥ ତୁ ମୋତେ କେମିତି ସେଠି କ'ଣ ତିରସ୍କାର କରାଗଲା ତୁ କ'ଣ ଦେଖିନୁ ରାଜା ନ କଲା ସେ ଯେ କେତେ କେତେ ରାଜା ସେଠି କ'ଣ ନ କରିଛନ୍ତି ମୋତେ ରାଜା ନ କଲା ଯେ କେତେ ଅର୍ଥାତ୍ ଏଠି ଇନଡାଇରେକ୍ଟଲି ରାଜାକୁ ବି ଆକ୍ଷେପ କରି କୁହାଯାଉଛି ହେଲା। ହାବୁଡ଼ା ମାରି ଯେ ଦେଲେ ଘୋଡ଼ି ହାବୁଡ଼ା ମାନେ ଚାପୁଡ଼ା ପିଠା ମାରିକି ତାକୁ ଗୋଡ଼େଇ ଦେଇଛନ୍ତି ବଳରାମରେ ଭାଙ୍ଗିଲା ଥଳି ମୋର ମୁହଁ ଟିକେ ବାଡ଼ି ଦେଇଛନ୍ତି ହେଲା କହୁଛି ବାଲିରେ ରଥ କରିଛି ମୁହିଁ ସନ୍ତୋଷ ବିଜୟ କର ବାଲିରେ ମୁଁ ତିନିଟା ରଥ କରିଛି ତୁମେ ସନ୍ତୋଷ ଆନନ୍ଦ ହବ ଏଠାରେ ବିରାଜମାନ ହୁଅ ନାଥ ତୁ ସାରଥି ପଣେ ସେ ଥାଉ ରଥି ବୋଲାଇ ଯେ ତେଣେ ଭାବ ସେ କହୁଛି ନାଥ ତୁ ସାରଥି ପଣେ ଥାଉ କାହାର ନା ଅର୍ଜୁନ ରଥି ହେଉଛି ଅର୍ଜୁନ ତେଣୁକରି ରଥି ବୋଲାଉ କାହାର ଅର୍ଜୁନର ହେଲା ସାରଥି ବୋଲାଇ ସେ ରଥି ହେଉଛି ଅର୍ଜୁନ ହାତ କେ ବାଗ ଆର ହାତ କେ ଛାଟ ଦାସ ବଳରାମ ତୁହି ପାଣ୍ଡବ ପାଣ୍ଡବେ ତୋହର ବଡ଼ ସଦର ପାଣ୍ଡବମାନେ ହେଉଛନ୍ତି ତୋର ବଡ଼ ଭାଇ ଯେତେ ବୁଡ଼ାଇ ମାଇଲେ ହ୍ରଦର ନାଥ ତୁ ସେ ଜଳେ ବୁଡ଼ି ନ ମଲୁ ନୀଳକଣ୍ଠରେ ଦାରୁ ପାଣ୍ଡବେ ତୋହର ବଡ଼ ସଦର ତୋତେ ବୁଡ଼ାଇ ମାରିଲେ ହ୍ରଦର କୃଷ୍ଣଙ୍କୁ ହ୍ରଦରେ ବୁଡ଼େଇକି କିଏ ମାନେ ମାରୁଥିଲେ ହେଲା ନାଥ ତୁ ସେ ଜଳେ ବୁଡ଼ି ମରିଲୁ ନାହିଁ ତେଣୁକରି ତୁ ନୀଳକଣ୍ଠରେ ଅର୍ଥାତ୍ କୃଷ୍ଣଙ୍କର ଦେହଟା ତାକୁ କ'ଣ କଲେ ତାକୁ ଯେତେବେଳେ ମରିଗଲା କୃଷ୍ଣ ଯେତେବେଳେ ପାଣ୍ଡବମାନେ ନେଇକି ତାଙ୍କୁ ଶବ ସତ୍କାର କଲେ ତ କଲାପରେ କ'ଣ ହେଲା ତାକୁ ଅଧା ରହିଗଲା ହେଲା ହୃତ୍ପିଣ୍ଡଟା ତାର ରହିଗଲା ତାପରେ କ'ଣ କରିବେ ସେଇଟା ତ ଜଳିଲା ନାହିଁ ତାକୁ ନେଇକି ସମୁଦ୍ରରେ ବସେଇଦେଲେ ହେଲା ସେଇଟା ଭାସି ଭାସି ଆସିଲା ପରେ ନୀଳକଣ୍ଠରେ ଲାଗିଥିଲା ନୀଳକଣ୍ଠରେ ଦାରୁ ହେଇଲୁ ସେଇ ହୃତ୍ପିଣ୍ଡଟା ଯେଉଁ ଥିଲା ସେଇଟା କାଠରେ ଇଏ କଲେ ଲିମ୍ବ କାଠରେ ହେଲା ନୀଳକଣ୍ଠରେ ତୁ ଦାରୁ ହେଇକି ରହିଲୁ ସେ ଜଳେ ଯେବେ ବୁଡ଼ି ମାରି ମରିଥାନ୍ତୁ ବଳିଆ ଦୁଃଖ କିମ୍ବା ଦେଖନ୍ତୁ ଯଦି ସେ ଜଳ ସେଠି ମରିଯାଇଥାନ୍ତୁ ତୁ ତାତେ ଆଜି ମୋର ଦୁଃଖ ତ ଦେଖିବା ପାଇଁ ପଡ଼ନ୍ତା ନାହିଁ ବୋଲି ସେ କହୁଛି ଅର୍ଥାତ୍ ଭକ୍ତ ଯେତେବେଳେ ନିଜର ଅଭିପ୍ରାୟ ହେଲା ଅଭିମାନ କରି ଯେତେବେଳେ ତାକୁ ସେତେବେଳେ ଭକ୍ତ ଭଗବାନଙ୍କୁ ଗାଳି ଦିଏ ହେଲା ପ୍ରଶଂସା କରି ଗାଳି ବି ଦିଏ ସବୁ କିଛି କରିପାରିବ ହେଲା ହରି ଅବିବେକ ଭୋଜି
ଦନା ସାଉଁଟି ନାରଦ ନେଉ ଦେଖିଲେ ଦୁର୍ଜଟି ହରି ତ ନିର୍ମାଲ୍ୟ ବୋଲି ଭକିଲେ ଏକାଦଶୀରେ ଯେ ଉମା ବୋଇଲେ। ଅବିବେକ ଭୋଜି ଦାନା ସାଉଁଟି ଅବିବେକ ମାନେ ଯେଉଁ ଭୋଜି ବୋଲି କ'ଣ ସେ ନିର୍ମାଲ୍ୟଟାକୁ ହେଲା ଦାନା ସାଉଁଟି ନାରଦ ନେଉ ଦେଖିଲେ ଦୁର୍ଜଟି ଦୁର୍ଜଟି କିଏ ଶିବଙ୍କର ଅନ୍ୟ ନାମ ହରି ତ ନିର୍ମାଲ୍ୟ ବୋଲି ଭକିଲେ ହେଲା ହରି ନିର୍ମାଲ୍ୟ ବୋଲି ଭକିଲେ ଏକାଦଶୀରେ ଯେ ଉମା ବୋଇଲେ ଏଇ ଉମା ହେଉଛି କିଏ ହଁ ଏକାଦଶୀରେ ଯେ କହିଲେ ହର ବୋଇଲେ ଏହି ପାଇଁ ବ୍ରତ ବଳରାମ ଦାସ ଆମ ପବିତ୍ର ଗରୁଡ଼ ପିଠିରେ ବିଜେ ଲଙ୍କାକୁ ସଙ୍ଗେ ଥାଇ ଗର୍ବ କଲି ମନକୁ ନାଥ ମୁଁ ଖସି ପଡ଼ିଲି ସିନ୍ଧୁରେ ହରି ଯେ ଆସି ବୋଇଲ ସହିତ ଅର୍ଥାତ୍ ବଳରାମଙ୍କର ଆଉ ବଡ଼ ବିଚିତ୍ର କଥା କ'ଣ ନା ସେ କହୁଛନ୍ତି କାଳେ ମୁଁ ଭଗବାନଙ୍କ ସହିତ ଲଙ୍କାକୁ ଯାଇଥିଲି ହେଲା ଭାବ ସମୁଦ୍ର ଏଇଟା ବର୍ଣ୍ଣନା ଦେଇଛି ଯେ ମୋତେ ନେଇକି ଯାଇଥିଲ ତୁମେ କେଉଁଠି ନା ଲଙ୍କାପୁରୀକୁ ମୋତେ ନେଇକି ଯାଇଥିଲ ଯେଉଁ ମେନ୍ କଥା ହେଉଛି କିସ ଯେତେବେଳେ ଭକ୍ତ ଭଗବାନ ଉଭୟ ଯେତେବେଳେ ମଣିଷର ଗୋଟେ ଚେତନା ହେଲା ଆମେ କି ସାଧାରଣ ମଣିଷ ସାଧାରଣ ଭାବରେ ସବୁ ଜନ୍ମ ନେଇଛନ୍ତି ନିଜର ଜ୍ଞାନ ବୁଦ୍ଧି କୌଶଳ ହେଲା ଠିକ୍ ଯେତେବେଳେ ମଣିଷର କୁଣ୍ଡଳୀ ଶକ୍ତି ଜାଗ୍ରତ କରି ଯେତେବେଳେ ଈଶ୍ୱର ମାର୍ଗୀ ହେଇଯାନ୍ତି ହେଲା ଈଶ୍ୱର ମାର୍ଗୀ ହେଇଯାନ୍ତି ଆଉ ଜ୍ଞାନ ଉଦୟ ଯେତେବେଳେ ହୁଏ ହେଲା ମାନେ ପରମାତ୍ମାର ପାଖାପାଖି ଯେତେବେଳେ ହୁଅନ୍ତି ସେ ସମୟରେ କ'ଣ ହୁଏ ନା ସତ ଯେମିତି ଭଗବାନଙ୍କ ସେମାନଙ୍କ ଡାଇରେକ୍ଟ କଣ୍ଟାକ୍ଟ ସେଇଭଳିଆ ହେଲା ଏଇ ସେଇଭଳିଆ ଲୋକଟି ହେଇଛି ଏଠି ବଳରାମ ଦାସ ହେଲା କ'ଣ କହୁଛି ନା ସେ କହିଛନ୍ତି ଯେ ଭଗବାନ ସେଦିନ କହିଛନ୍ତି କ'ଣ ନା ପ୍ରଭୁ କ'ଣ ସତରେ ଲଙ୍କା ଅଛି ମାନେ ହଁ ସେ ମୋତେ ଟିକେ ଦେଖେଇବ ହେଲା ପୁଣି ସେ ତାକୁ ବୁଲେଇକି ନେଇଛନ୍ତି ନାଇଁ ତାକୁ ବୁଲେଇକି ନିଆ ହେଇଛି ହେଲା ସତରେ ନେଇଛନ୍ତି ନେଇକି ବଳରାମ ଦାସକୁ ନେଇଛନ୍ତି ନେଇକି ଗଲା ପରେ ଲଙ୍କା ସବୁ ବୁଲି ଆସିଲେ ଦେଖିଲେ ହେଲା ବୁଲି ଆସିଲେ ଦେଖିଲେ ତାପରେ କ'ଣ ହେଇଛି ନା ବୁଲିକି ଆସିଲେ ମାନେ ନା ସେ ସମୟରେ ଆଉ ଟିକେ କ'ଣ ହେଇଛି ହଁ ମନରେ ଯେତେବେଳେ ଗର୍ବ ଧରୁଛି ମୁଁ ଜଗନ୍ନାଥଙ୍କର ପ୍ରିୟ ମୋତେ ଲଙ୍କା ବୁଲିବା ପାଇଁ ଯେତେବେଳେ ଯାଉଛନ୍ତି ସମୁଦ୍ର ସେତେବେଳେ ତାକୁ ଗର୍ବ ଯେତେବେଳେ ଆସିଛି ଭଗବାନଙ୍କର ଏତେ ପ୍ରିୟ ହେଇଯାଇଛି ସେତେବେଳେ ପଡ଼ିଗଲା କିଏ ବଳରାମ ଦାସ ପଡ଼ିଗଲା ତାପରେ ସେତେବେଳେ ଆଉ ଥରେ ସେ କ'ଣ ସର୍ବହରା ହେଇଗଲା କିଏ ବଳରାମ ଦାସ ହାତ ଟେକିଲେ ହାତ ଜଗନ୍ନାଥକୁ ଆଉ ଥରେ ପଢ଼େଇକି ନେଇକି ଗଲେ ବୁଲେ ତାପରେ ଆସିଲେ ଯେତେବେଳେ ସରି ସକାଳ ହେଇଗଲା ସକାଳ ହେଇ ଯେତେବେଳେ ୟାଙ୍କୁ ତ ଭିତରକୁ ପଶିବା ପାଇଁ ଦେଉନାହାନ୍ତି ନା ବଳରାମ ଦାସଙ୍କୁ ସେଇ ସମୟରେ କ'ଣ ହେଇଛି ନା ଭଗବାନଙ୍କର ରତ୍ନପାଟଟା ଯାଇକି ଇଏ ପାଖରେ ରହିଯାଇଛି ବଳରାମ ଦାସ ପାଖରେ ରହିଯାଇଛି ତ ସେ ମନ୍ଦିରକୁ ଯାଇନାହିଁ ଯେତେବେଳେ ପୂଜକ ସକାଳେ ଖୋଲୁଛି ଯେ ଭଗବାନଙ୍କର ନାହିଁ ପାଟବସ୍ତ୍ର ଗଲା ପରେ ଖୋଜ ବଳରାମ ଦାସ ଯାଇକି ଗୋଟେ ଗଛ ମୂଳେ ସେ ତାକୁ ଧରିକି ଶୋଇଛି ଆଉ ତାପରେ ଆସିକି ଧର ଚର ତାକୁ କହିଲେ ତାକୁ ବାଡ଼େଇ ବି ଦେଇଛନ୍ତି ତାପରେ ପରବର୍ତ୍ତୀ ସମୟରେ ରାଜାଙ୍କର ସ୍ୱପ୍ନ ବି ହେଲା କହିଲେ ଆଉ ସେ ହେଉଛି ଭକ୍ତ ଆମେ ଯାଇଥିଲୁ ସେଇଠି ତାପରେ ସେଠି ମାନେ ଜିନିଷ ଗୁଡ଼ା ବି ଥାଏ କ'ଣ ସବୁ ଲଙ୍କାରେ ଯେଉଁ ଅଲଭ୍ୟ ଜିନିଷ ସେ ପାଖରେ ଥାଏ କେଉଁଠି ଲଙ୍କାରେ ହେଲା ସେଇ ଜିନିଷ ବି ଥିଲା ତା ପାଖରେ ଦେଖିଲା ଯାଇକି ବୋଲି ତେଣିକି ତାକୁ ଆଲାଉ ବି ପୁରା କରାହେଇଛି ବୁଝିଲ ଷ୍ଟୋରି ଗରୁଡ଼ ପିଠିରେ ବିଜୟ ଲଙ୍କାକୁ ସାଥି ଯାଇ ଗର୍ବ କଲୁ ଗରୁଡ଼ ବସିନା ସେମାନେ ଯାଇଥିଲେ ନାଥ ମୁଁ ଖସି ପଡ଼ିଲି ସିନ୍ଧୁରେ ହରି ଯେ ଆସି ବଇଲ ସେଥିରେ ତୋହର ବଇଲେ ନବୁଡ଼େ ପତ୍ର କିନ୍ତୁ ତୋହର ବୋଇଲେ ନବୁଡ଼େ ପଥର ଦାସ ବୁଡ଼ିଆ ରକେଟ ବୁଡ଼ ପଥର କୋଉଠି କୁହାଯାଉଛି ତ୍ରେତୟା ଯୁଗରେ ଯେତେବେଳେ ତାର ନାଁ ଲିଖିଥିଲେ ପଥର ବୁଡ଼ିଥିଲା ଏଇ ସୁନ୍ଦର ବୁଡ଼ି ନଥିଲା ସେଥିପାଇଁ କୁହାଯାଉଛି ଟିକେ ମହାଭାଗ୍ୟ ଜ୍ଞାନୀ ଓଲାଉ ନିଜ ମଉରାଣୀ ସଙ୍ଗତେ ଯାଉ ନା ତ ତୁ ଶୈଳ ଠାକୁର ହୋଇ ଏଡ଼େ ଅପ୍ରଘଟ ଅଟୋଇ ତ ଦେଖି କିନ୍ତୁ ମହାଭାଗ୍ୟବନ୍ତ ତୁ ହେଉଛି ଜ୍ଞାନୀ ତୁ ସର୍ବଜ୍ଞ ଆଉ ଜ୍ଞାନୀମାନଙ୍କ ମଧ୍ୟରେ ତୁ ହେଉଛି ଶ୍ରେଷ୍ଠ ଓଲାଉ ମଉରାଣୀ ହେଉଛି ଏଠି ଲକ୍ଷ୍ମୀଙ୍କ ସଙ୍ଗତେ ଯାଉ ଲକ୍ଷ୍ମୀକୁ କୁହାଯାଉଛି ନା ତ ତୁ ଶୈଳ ଠାକୁର ହୋଇଲୁ ଶୈଳ ଠାକୁର ବୋଲି କହୁଛନ୍ତି ତାକୁ ହେଲା ଏଡ଼େ ପ୍ରଘଟ ଅଟୋଇ ତୋହର ଦେଖି ନାରାୟଣ ନାମ ବହୁ ଅନନ୍ତ ବଳରାମ ଦାସ ନହେତ ମନ୍ତ ନାରାୟଣ ନାମଟାକୁ ଅନନ୍ତ ଭାବରେ ବହୁ ବୋଲି ସେ କହୁଛନ୍ତି ଗୀତା ଭାଗବତ ଶାସ୍ତ୍ର ପୁରାଣ ତହ ନାମ ସବୁଠାରେ ବଖାଣ ଗୀତା ଭାଗବତ ବିଭିନ୍ନ ଶାସ୍ତ୍ରରେ ତମ ନାମ ସବୁଠାରେ ବଖାଣ ହେଇଛି ନା ତ ତୁ ବ୍ରହ୍ମଜ୍ଞାନ ପଣେ ଥାଉ ଜ୍ଞାନ ଉପଦେଷ୍ଟ ତୁମ ନା ତ ତୁ ବ୍ରହ୍ମଜ୍ଞାନ ପଣରେ ତୁମେ ଥାଉ ଜ୍ଞାନ ଉପଦେଶ ପ୍ରଦାନ କରିଥାଉ ହେ ତୁମେ ହେଉଛି ମହାବାହୁ ଜ୍ଞାନ ଗୁରୁ ହୋଇ ନାହିଁ ଧାରଣ ଦାସ ବଳରାମ ତୋ କୃତ୍ୟ ପଣ ଜ୍ଞାନ ଗୁରୁ ଜ୍ଞାନୀ ବି ମୁଁ ନୁହଁ ଜ୍ଞାନୀ ନୁହଁ କି ମୁଁ ଗୁରୁ ବି ତାକୁ ଧାରଣ କରିବି ବୋଲି ସେ କହୁଛନ୍ତି ତେଣୁକରି ମୁଁ ହେଉଛି ତୁମର ଭୃତ୍ୟ ବୋଲି ସେ କହୁଛନ୍ତି ପତିବ୍ରତା ନାରୀ ରଖିଲୁ ତୁହିଁ ନିମଜି ବସି ଠାବ କଲି ମୁହିଁ ହରି ତୋ ପୌଢ଼ୀ ମାପଣ ଯେଉଁ ଯେତେ ତାଲୁଚାଇ ଥୋଇ ଅଛୁ ମୋତେ ପବିତ୍ର ନାରୀ ରଖିଲୁ ତୁହିଁ ପବିତ୍ର ନାରୀକୁ ରଖିଛୁ ହେଲା ନିମଜି ବସି ଠାବ କଲି ମୁଁ ଠାବ କରିଛି ମୁଁ ତ ଦେଖିଛି ହରି ତୁ ପୌଢ଼ୀ ମାପଣ ଯେ ଯେତେ ତାହା ଲୁଚିଛି ମୁଁ ତୋର ପୌଢ଼ ସମୟର କଥା ମୋତେ ଲୁଚେଇକି ରଖିଛୁ ତ ହଉ ବୋଲି ସେ କହୁଛି ଲୁଚେଇ ଦେଇଛି ମୋତେ ବଡ଼ି ମାପଣ ବଡ଼ି ହେଉଛି ଆତ୍ମ ବଡ଼ିମା ଗର୍ବ ତ ଛାଡ଼ ଏଥର ଗଡ଼ିଲୁ ଦାସ ବଢ଼ିଆ କଥା ତୁ ମୁଁ ତ ଜାଣିଛି କ'ଣ ସବୁ କାଣ୍ଡ ଗୁଡ଼ା କରିଛୁ ମୁଁ ତୋର ଗୁମର ଖୁଲୁଛି ବୋଲି ସେ କହୁଛି ବଳରାମ ଦାସ ହେଲା ଅନ୍ତର୍ଜାମୀ ନାଥ ଅଛୁ ବୋଲାଇ ଆପଣା କଥା ନ ଜାଣୁଛି ତୁ ଅନ୍ତର୍ଜାମୀ ଜଗତରେ ବୋଲାଉଛୁ ତାର ମୋର କଥା ତୁ କାହିଁ ଜାଣିପାରୁନୁ ବୋଲି ସେ କହୁଛି ତୁ ହିଁ ପଶିଲୁ ଚନ୍ଦ୍ରସେନା ସେ କଥା କି ତାର ବଡ଼ିମା ତାର ସବୁ କଳାକାର ନାମ ପର୍ଦ୍ଦାଫାଶ କରୁଛି ହେଲା ଆପଣା କଥା ନ ଶୁଣିବି ତୁ ହିଁ ପଶିଲୁ ଚନ୍ଦ୍ରସେନା ଘରେ ଯାଇ ରହିଲୁ ମାଇ ନିକଟରେ ହେଲା ରାଧିକା ପ୍ରବୋଧ ରଜନୀ ସେ ଠାବ କଲା ତ ବଳିଆ ସେ ଫାଷ୍ଟ ଏଇଟା ସେ ଧରିଛି ତାକୁ ଚନ୍ଦ୍ରସେନା ଘରେ ପଶିଲୁ ଯାଇ ଗୋଗଷ୍ଠ ଗୁହାରେ ଥିଲା ଯେ ରହି ନାଥ ତୁ ହିଁ କେତେ କଲୁ କେଳି ଗୋଗଷ୍ଠ ଗୁହାରେ ଆସିନବି ଗୋରୁ ଗୁହାଳ ପାଖରେ ହେଲା ଜଳା ମୁହିଁ ଦେଇ ଗଲୁ ପଳେଇ ଦାସ ବଳରାମ ସେଠାଇଁ ମୁହଁରେ ତାକୁ ପାଣି ଫିଙ୍ଗି ଦେଇକି ତାକୁ ଚନ୍ଦ୍ରସେନାକୁ ଦୌଡ଼ିକି ପଳେଇଲା ହେଲା ଅଷ୍ଟାଙ୍ଗ ଯୋଗେ ମୁନି ତତେ ଲୟ ଅଷ୍ଟାଙ୍ଗ ମାନେ ଆର୍ଯ୍ୟ ଅଷ୍ଟାଙ୍ଗ କୁମାର କଥା କୁହାଯାଉଛି ମୁନି ତତେ ଲୟ କରିଛନ୍ତି ଧ୍ୟାନ କରିଛନ୍ତି ତୁ ବ୍ରହ୍ମା ଶିବଙ୍କୁ କରୁ ସଦୟ ନାଥ ତୁ ଘଟେ ଘଟେ ପରିପୂର୍ଣ୍ଣ ନାଥ ତୁ ଘଟରେ ଘଟେ ସବୁ ଘଟରେ ପରିପୂର୍ଣ୍ଣ ତ ଭୃତ୍ୟଙ୍କ ଠାବରେ ଅହୀନ ଭକ୍ତ ଭାବିଲେ ହେଉ ସାହା ପକ୍ଷ ନାଶ ବଳିଆକୁ କରୁଣ ଦେଖ ବୁଝିପାରୁଛୁ ଏଇଟା ବଳିଛି କେତେ ତୁ ନହିଲୁ ଗପ ତୁ
ଘୃତ ଲବଣୀ ଚୋରି କରିବାରେ ନାଥ ତୁ ବୃନ୍ଦାବତୀ ଘରେ ଯାଇ ବନ୍ଧା ପଡ଼ିଲୁ ଦୌଡ଼ି ରଖିଲେ ଦୌଡ଼ିରେ ଏଇଠି ବନ୍ଧା ପଡ଼ିଛି ହେଲା ବୃନ୍ଦାବତୀ ଘରେ ଯାଇଛି ଦୌଡ଼ିରେ ସେ ବନ୍ଧା ପଡ଼ିଛି କପପୁରରେ ଲବଣୀ ଚୋରି କରିବା କଥା ବୁଝେ କେତେ ତୁ ନହିଲୁ ଗପ ତୁ କେତେ କ'ଣ ହେଇଛୁ ଗପୁରରେ ଘୃତ ଘିଅ ଲବଣୀ ଚୋରି କରିବା ପାଇଁ ଯାଇଥିଲୁ କୋଉଠି ନା ବୃନ୍ଦାବତୀ ଘରକୁ ନାଥ ତୁ ବୃନ୍ଦାବତୀ ଘରେ ଯାଇଥିଲୁ ତ ସେଇ ତାକୁ ଦୌଡ଼ିରେ ବାନ୍ଧି ଦେଇଥିଲେ ଯଶୋଦା କଳି ଅଛି ତତେ ନେଇ ତୋ ବଳିଆକୁ ଲୁଚାଉକି ପାଇଁ ରାଧା କଥା କହିବା ତ ବୃନ୍ଦାବତୀର କଥା କହିଲେ ହେଲା ବ୍ରହ୍ମଜ୍ଞାନୀ ପଣି ଜଗତେ ଜାଣି ବେଦ ଶାସ୍ତ୍ର ତ ସବୁଠାରେ ଶୁଣି ତୁ ନା ତ ଅନ୍ତର୍ଯାମୀ ନାରାୟଣ ଭୃତ୍ୟ ଆତଙ୍କରେ ଡାକିଲେ ଶୁଣ ଆତଙ୍କରେ ମାନେ ଭୟରେ ଯେତେବେଳେ ଭକ୍ତ ଡାକେ ସେତେବେଳେ ତୁ ଶୁଣିଥାଉ ମୋହର ଆତଙ୍କ ଫେଡ଼ ବସାଇ ଦାସ ବଳିଆକୁ ଦଶ କରି ନାହିଁ ଜାତି କୂଳ ଦୁଇ ତୋହର ନାହିଁ ଦ୍ୱିଜ ଚାଣ୍ଡାଳ ଏକ କରୁତୁ ହିଁ ନାଥ ତୁ ଶବର ଉଚ୍ଚିଷ୍ଟ ଖାଉ ବ୍ରହ୍ମ ନିର୍ମାଲ୍ୟ ତୋର ନ ଖାଉ ହେଲା ସେ କହୁଛନ୍ତି ଯେ ଜାତି ଆଉ କୂଳ ଏ ଦୁଇଟା ଯାକ ତୋର ନାହିଁ ହେଲା କୃଷ୍ଣ କେଉଁ ଜାତିର ହେଲା ଜାତି କୂଳ ତୋର ଦୁଇଟା ଯାକ ନାହିଁ ଦ୍ୱିଜ ଚାଣ୍ଡାଳ ଦ୍ୱିଜ ହେଉଛି ବ୍ରାହ୍ମଣ ଆଉ ଗୋଟେ ଦ୍ୱିଜ ହେଉଛି ଚଢ଼େଇ ହେଲା କାରଣ ହେଲା ଦ୍ୱିଜକୁ ଚଢ଼େଇକୁ ବି କୁହାଯାଏ ବ୍ରାହ୍ମଣକୁ କୁହାଯାଏ ଦ୍ୱିଜ ଚାଣ୍ଡାଳ ଯେଉଁ ଶ୍ମଶାନରେ ଥାନ୍ତି ତୁ ସେମାନଙ୍କୁ ସମାନ କରିଦେଉ ନାଥ ତୁ ଶବର ଉଚ୍ଚିଷ୍ଟ ଖାଉ ଅର୍ଥାତ୍ ଶବର ଅଇଁଠା ଖାଉ ବୋଲି ସେ କହୁଛନ୍ତି ଶବର କେଉଁ କଥାଟା କହିବି ରାମଚନ୍ଦ୍ରକୁ ଅଇଁଠା କୋଳି ଶବର ଉଚ୍ଚିଷ୍ଟ ଖାଉ ବ୍ରହ୍ମ ନିର୍ମାଲ୍ୟ ତୋର ବ୍ରହ୍ମ ନିର୍ମାଲ୍ୟକୁ ଖାଉନାହୁଁ ଶାନ୍ତ ଯାହାର ଏଡ଼େ ଅଗତି ଶାନ୍ତ ଯାହାର ଏଡ଼େ ଅଗତି ଦାସ ବଳିଆ ଅଡ଼େ ବଡ଼ ଦାସ ବଳିଆ ଅଟେ ବଡ଼ ଜାତି ଶାନ୍ତ ହେଇକିନା ତୁମେ ଏତେ ଅଗତି କରୁଛ କିନ୍ତୁ ତୁମଠୁ ଜାତି ମୁଁ ବଡ଼ ବୋଲି ସେ କହୁଛନ୍ତି କିନା ଦାସ ହୃଦୟ କଥା ତ ଆପଣେ ଜାଣ ମୋହର ଦୁର୍ଗତି ଫେଡ଼ିବୁ ତେଣୁ ହରିତ ଦୁଃଖ ନାଶ ନ ମୁରାରି ତେଣୁ ମୁଁ ଅଛି ତୋତେ ଆଶ୍ରୟ କରି ମୋହର ଚିନ୍ତା ଫେଡ଼ ଜଗଦୀଶ ଜଗତର ଈଶ୍ୱର ଜଗଦୀଶ ଶରଣ ତୋତେ ବରାମ ଦାସ ଦୁଷ୍ଟରୁ ମୋତେ ବାରେ ପାରି କର ମାନେ ଏ ସମୟରୁ ବା ମୋତେ ପାରି କର ଅଜ୍ଞାନ ମୂଢ଼ ପାମର ମୁଁ ଚାଲ ମୁଁ ହେଉଛି ଅଜ୍ଞାନ ମୁଁ ହେଉଛି ମୂର୍ଖ ମୁଁ ହେଉଛି ପାପୀ ମୁଁ ଛାର ମଣିଷଟି ମାତ୍ର ଭକ୍ତଟି ମାତ୍ର ତେଣୁକରି ମୋତେ ଏ ସମୟରେ ଏ ମୁହୂର୍ତ୍ତରୁ ପାରି କରିଦିଅ ନାଥ ମୁଁ ତୋତେ ଘେନି ସିନା ବଳ ଏହା ଜାଣନ୍ତି ଯେ ପ୍ରାଣୀ କ'ଣ ହେ ନାଥ ମୁଁ ତୋତେ ଘେନି ସିନା ମୋର ବଳ ତୁ ହେଉଛି ମୋର ବଳ ସମସ୍ତେ ସବୁ ପ୍ରାଣୀ ଜାଣନ୍ତି ଦରିଦ୍ରପଣ ତୁ ଫେଡ଼ୁ ଗୋସାଇଁ ଦରିଦ୍ରପଣକୁ ତୁ ଫେଡ଼ି ଦେଇଥାଉ ଦାସ ଭଳିଆ ତୋତେ ଅଛି କି ଥାଏ ଲଘୁ ହୋଇଥିଲେ ନ ଡିଲା ତୋତେ ଲଘୁ ହୋଇଲେ ନ ଡିଲା ତୋତେ ତୁ ଗୌଡ଼ ଘରେ ପଶୁନି ରତେ ନାଥ ତୁ ବନ୍ଧା ହୋଇ ଖୁନ୍ଦା ଖାଉ ଆନ ମୁରତି ନେଇ ନ ଦେଖାଉ ସେ କହୁଛି ଯେ ଲଘୁ ହୋଇଲେ ନାଥ ଅଣ୍ଟିଲା ତୋତେ ତ କମ୍ ହେଲା ତ ଅଣ୍ଟିଲା ନାହିଁ ପୁଣି କ'ଣ ହେଲା ତୁ ଗୌଡ଼ ଘରେ ପଶିନି ରତେ ଗୌଡ଼ ଘରେ ପଶିଯାଉ ତାପରେ ଖାଉ ନାଥ ତୁ ବନ୍ଧା ହୋଇ ଖୁନ୍ଦା ଖାଉ ହେଲା ଯଶୋଦା ଖୁନ୍ଦା ମାରିଛନ୍ତି ଆନ ମୂରତି ନେଇ ନ ଦେଖାଉ ତେଣୁକରି ଆନ ହେଉଛି ମୁଖ ତ ଖୋଲିକି ଦେଖେଇଛୁ କାହାକୁ ନା ବିଶ୍ୱ ରୂପକୁ ଦେଖେଇଛୁ ସେଟା ଇଏରେ ସେଟା କହିଲ ହୃଦୟ ଦେଖାଇଛୁ ଆନ ମୂରତି ନେଇ ନ ଦେଖାଉ ଆହୁରି ବହୁତ ଅଛି ଇଏରେ ଅଛି ରସକଲର ଆରେ ସେଇଥିପାଇଁ ତୁମକୁ ଡିଫିକଲ୍ଟ ହେଉଛି ସେଇଥିପାଇଁ ହେଲା 6ଟା କି 7ଟା ଷ୍ଟେଜ୍ରେ ଏଇଗୁଡ଼ା ସବୁ ଅଛି ଆଉ ସେ ବର୍ଣ୍ଣନା ଗୁଡ଼ା ଅଛି କୃଷ୍ଣଙ୍କର କଥା ସବୁଠି କହିବୁ ହେଲା କୋଟି ବ୍ରହ୍ମାଣ୍ଡ ସୁନ୍ଦରରେ ଯେଉଁ ତ ବନ ବିହାର ହେଉଛି ସେଠି 3ଟା କାଳର ବର୍ଣ୍ଣନା ଅଛି ଗ୍ରୀଷ୍ମର ବର୍ଣ୍ଣନା ହେଲା ଶୀତର ବର୍ଣ୍ଣନା ହେଲା ବର୍ଷାର ବର୍ଣ୍ଣନା ହେଲା ରସକଲରରେ ବର୍ଷାର ବର୍ଣ୍ଣନା ଅଛି ବର୍ଷା ଋତୁର ବର୍ଣ୍ଣନା ଅଛି ଗ୍ରୀଷ୍ମ ଋତୁର ବର୍ଣ୍ଣନା ଅଛି ଆହୁରି ବର୍ଣ୍ଣନା ଅଛି ହେଲା ବର୍ଣ୍ଣନା ଏକା ସବୁ ହେଲା ଯାହାର ସାମନ୍ତ ଏଡ଼େ କଥା ହେଲା ମହାପାପରେ ପଶିଲୁ ଗୋସାଇଁ ବଳି ଘରେ ଦାନ ମାରିଲୁ ଯାଇ ହରି ତୁ କେଡ଼େ ବେଦମନ୍ତ୍ର ଜାଣୁ ନାମ ବ୍ରହ୍ମ ଚାଣ୍ଡାଳ ତୋର ତେଣୁ ମହାପାପରେ ପଶିଲୁ ଗୋସାଇଁ କିନ୍ତୁ ମହାପାପ କରିଛୁ ତୁ କ'ଣ ନା ସେଇ ମହାପାପଟା ହେଉଛି ବଳିକୁ ତୁ ଦାନ ମାଗିଛୁ ତାକୁ ଛଳନା କରିକି ତାକୁ ବଳି ଘରେ ଦାନ ମାଗିଲୁ ଯାଇକି ଏଇଟା ହେଉଛି ଗୋଟେ ମହାପାପ ପ୍ରଶ୍ନ ପଡ଼ିବାରେ ଏଠି ବୁଝି କି ନାହିଁ ମହାପାପ ବୋଲି ସେ ବଳିକୁ ଦାନ ମାଗିବା ହେଲା ବଳିକୁ ଦାନ ମାଗିବା କି ରାଧାଙ୍କୁ ଯାଇକି ଚନ୍ଦ୍ରସେନା ଘରେ ତାକୁ ରାତିରେ ଯାଇକି ଯାଉ ଗୁହାଳରେ ଯାଇକି ଚନ୍ଦ୍ରସେନା ଯାଇଥିଲା ସେ ହ୍ରାସ କରିବା ଆହୁରି ସେମିତି 2ଟା ଦେବ ତାପରେ ଏଇଠୁ ମହାପାପରେ ପଶିଲୁ ଗୋସାଇଁ କେଉଁ ଅର୍ଥରେ କୁହାଯାଇଛି ବଳି ଘରେ ଦାନ ମାଗିଲୁ ଯାଇ ଏଇଟାକୁ ଇଣ୍ଡିକେଟ୍ କରି ମହାପାପ କରିଛୁ ବୋଲି କହୁଛନ୍ତି ଆମେ ଜାଣିବୁ କେଉଁଟା ରାଧା କଥାରେ ତୁ ଜାଣିବୁ ସେଇ ଆରେ ଏମିତି ଗୁଡ଼ା ବଢ଼ିବୁ 2-3 ଥର ପଢ଼ି ସାରିଲା ପରେ ତୋତେ ସବୁଆଡ଼ୁ ଭାବନା ବନ୍ଦ କରିକି ଏଇଟା କୋଶ୍ଚିନ୍ଟା କ'ଣ ହେଇପାରିବ ଭାବି ସାରିଲା ପରେ ଯାଇ ତାର ଗୋଟେ ଥଟ୍ ବାହାରିବ ହେଲା ନହେଲେ ବାହାରିବ ଜମା ଏଡ଼େ କର୍ମ କରୁ ଯୋଗୁ ସଦର ଦାସ ବଳିଆର କାହିଁ ଏଡ଼େ କର୍ମ କରୁ ଯୋଗୁ ସଦର ଯୋଗୁ ଅର୍ଥାତ୍ କ'ଣ ଯୋଗୁ ସଦର ମାନେ ଭାଇ ଏଡ଼େ କର୍ମ କରୁ ଯୋଗୁ ସଦର ସେ ପୁଣି କ'ଣ ବଳରାମ ମୋ ନାଁ ହେଉଛି ବଳରାମ ତେଣୁକରି ମୁଁ ତୋତେ ଭାଇ ବୋଲି ତାକୁ ସମ୍ବୋଧନ କରୁଛନ୍ତି ହେଲା ବଳରାମ ଯୋଗୁ ସଦର ବୋଲି ସେ ନାଁ କରୁଛନ୍ତି ଭୃଗୁ ଋଷିଙ୍କ ଯାଜ୍ଞା କୃତ ଯୁଗେ ଭୁଞ୍ଜିବାକୁ ତୋତେ ଲଡ଼ିଲେ ବେଗେ ନାଥ ତୁ ସେ ଋଷିକୁ ମାୟା କଲୁ ଜାଗ ପ୍ରତିଷ୍ଠା ନ ହୋଇ ବୋଇଲୁ ମାୟାରେ ଝାଙ୍କି ଲଢ଼ୁଛି କି ମୋତେ ଦାସ ବଳିଆକୁ ଡରଇ ତୋତେ ସେ କହୁଛନ୍ତି ଦାସ ବଳିଆକୁ ଡରଇ ତୋତେ ସେ କହୁଛେ ଭୃଗୁ ଋଷିଙ୍କ ଯାଜ୍ଞା କୃତ ଯୁଗେ ଭୃଗୁ ଋଷି ଦିନେ ଯଜ୍ଞ ଆୟୋଜନ କରିଥିଲେ ସେଇଠି କୃଷ୍ଣଙ୍କୁ ନିମନ୍ତ୍ରଣ କରାଯାଇଥିଲା ହେଲା ଭୃଗୁ ଋଷିଙ୍କ ଯାଜ୍ଞା କୃତ ଯୁଗେ ଭୁଞ୍ଜିବାକୁ କେତେ ଲଡ଼ିଲେ ବେଗେ ଖାଇବା ପାଇଁ ତେଣିକି ଡାକିଲେ ହେଲା ନାଥ ତୁ ସେ ଋଷିକୁ ମାୟା କଲୁ ଜାଗ ପ୍ରତିଷ୍ଠା ନ ହୋଇ ବୋଇଲୁ ତେଣୁକରି ସେ ତାହାକୁ ବି ମାୟା କରିଛନ୍ତି ସେ ଭୃଗୁ ଋଷିଙ୍କୁ ମାୟା କରିଛନ୍ତି ଅର୍ଥାତ୍ ସେ ସମୟରେ କ'ଣ ହୁଏ ନା ଯେଉଁମାନେ ଯଜ୍ଞ ଆୟୋଜନ କରନ୍ତି ଘରେ ଯାଉ ସେ ଗାୟତ୍ରୀ ଯଜ୍ଞ ହେଉ କିମ୍ବା ଅଶ୍ୱମେଧ ଯଜ୍ଞ ହେଉ କିମ୍ବା ବିଭିନ୍ନ ପ୍ରକାର ଯଜ୍ଞ କ'ଣ ହୁଏ ନା ରୀତି ସେ ଯଜ୍ଞରେ ସବୁ ଦାନମାନ କରାଯାଏ ହେଲା ସବୁ ଦାନ କରାଯିବ ଯଦି ଦାନ ଯଦି ସେ ହେଇନପାରିଲା ତାହେଲେ ସେ ଯଜ୍ଞର ମୂଲ୍ୟ କିଛି ନାହିଁ ବୋଲି କୁହାଯାଏ ହେଲା ତେଣୁକରି ମାୟା କରିଛନ୍ତି କାହାକୁ ସେ ଭୃଗୁ ଋଷିକୁ ମାୟା କରିଛନ୍ତି ପୁଣି ସେ କହିଦେଲେ ଯେ ଏ ଯଜ୍ଞ ତୁମେ ଯେଉଁ କରୁଛ ସେ ଯଜ୍ଞର ଫଳ କିଛି ନୁହଁ ବୋଲି ନିଷ୍ଫଳ ବୋଲି କହିଲେ ହେଲା
ସେ କହୁଛି ତାପରେ କହୁଛି ମାୟାରେ ଝାଙ୍କ ତେଣିକି ତୁ ଯଦି ତାଙ୍କୁ ମାୟା କରିଛୁ ମୋତେ ବି ମାୟା କରୁଛୁ ମୁଁ ତୋତେ ଡରୁ ନାହିଁ ବୋଲି କହୁଛନ୍ତି ବଳରାମ ହେଲା।